ରୋଷ୍ଟର କରିବାରେ ମାହିର ଶ୍ରୀଯୁକ୍ତ ସୋମ ବାବୁ ତାଙ୍କୁ ସମସ୍ତେ ଜାଣିଛନ୍ତି ଅଳ୍ପ ବହୁତ ସୋସିଆଲ ମିଡ଼ିଆରେ। ସେ ଓଡ଼ିଶା ହଙ୍ଗାମା ବୋଲି ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲି ତା ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ କରନ୍ତି ଏବଂ ତା ଭିତରେ ବାସ୍ତବତା କିଛି ଥାଏ ଏବଂ ଯାହା ଲୋକମାନଙ୍କ ଦ୍ୱାରା ଆଦୃତ ହେଇଥାଏ ତାଙ୍କ ବିଷୟରେ ଆପଣ ଆଜିକାଲି ଦେଖୁଥିବେ। ତାଙ୍କୁ ମରଣାନ୍ତକ ଆକ୍ରମଣ ବା ଦୁର୍ଘଟଣାରେ ସେ ଆକ୍ରାନ୍ତ ହେଇକିରି ତାଙ୍କର ଆଉ ମେମୋରି ଫେଲ୍ ହେଇଛି, ସେ କିଛି ମନେ ପକାଇ ପାରୁନାହାନ୍ତି ଏବଂ ସେ କହୁଛନ୍ତି ଯଦି ମୋର ମନେ ପଡ଼ନ୍ତା ମୁଁ ତାହେଲେ କାହାକୁ ଦୋଷାରୋପ କରନ୍ତି, ସେ ଗାଡ଼ି ବାଡ଼େଇଲା କି କିଏ ଲୋକ ମୋତେ ବାଡ଼େଇଲେ ଏବଂ ଯାହାଦ୍ୱାରା ତା'ର ବ୍ରେନ୍ ଉପରେ ଆସିଛି ଆଞ୍ଚ, ନ୍ୟୁରୋ ପ୍ରୋବ୍ଲେମ୍ ହେଇଛି ଏବଂ ତାଙ୍କ କହିବା କଥା ମୋତେ ଯଦି ବାଡ଼େଇଲେ ମାରିଦେଲେନି, ଯଦି ମାରି ନ ଦେଇଛନ୍ତି ତାଙ୍କର ବେଳ ଖରାପ ପଡ଼ିଛି ଏବଂ ସେ ବର୍ତ୍ତମାନ କହୁଛନ୍ତି ମୋ ପ୍ରଫେସନ୍ ଯାହା ଥିଲା, ମୋର ଯାହା ସଅକ ଥିଲା, ମୁଁ ଅଫିସରୁ ଆସିଲା ପରେ ମୁଁ ଯେଉଁ ରିଲ୍ ବନାଏ ପୁଣି ସେ କାର୍ଯ୍ୟ କରିବି ଏବଂ ଯେଉଁମାନେ ଏଥିରେ ବ୍ୟତିବ୍ୟସ୍ତ ହେଇ ଏବଂ ନିଜକୁ ଆତଙ୍କିତ ଭାବି ଏ ରୋଷ୍ଟରରେ ଯେଉଁମାନେ ପ୍ରଭାବିତ ହେଉଥିଲେ ଆମେ ଭାବୁଛୁ ସେଇମାନଙ୍କୁ ଆକ୍ଷେପ କରି ବୋଧେ ସେ କହୁଛନ୍ତି ବା କେମିତି ପୋଲିସ ଜାଣିପାରିଲାନି ଗାଡ଼ି କିଏ ବାଡ଼େଇଲା ବା କେଉଁ ଦୁର୍ବୃତ୍ତର ଆକ୍ରମଣର ସେ ଶିକାର ହେଲେ। ଆମେ ତାଙ୍କୁ ଭେଟିଥିଲୁ ଏବଂ ସମାଜ ସେବୀ ହିସାବରେ ତାଙ୍କର ମଧ୍ୟ ଜଣାଶୁଣା ଅଛି ଏବଂ ସେ ଏଇ ଯେଉଁ ରୋଷ୍ଟର ମାଧ୍ୟମରେ ମଧ୍ୟ ଭଲ ବାର୍ତ୍ତା ଦିଅନ୍ତି ଏବଂ ତାଙ୍କ ମୁହଁରୁ ଆମେ ଆସନ୍ତୁ ଶୁଣିବା ସେ କ'ଣ କହୁଛନ୍ତି। ଯଦି କିଏ ଥିବେ, ଯଦି 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 ମାନେ ହେଲା, ଯଦି କିଏ ଥିବେ ତାହେଲେ ମୁଁ କହିବି ଯେ ଭାଇ ତମ ଅବସ୍ଥାଟା ଖରାପ ଯେ ତମେ ମତେ ଜିନ୍ଦା ଛାଡ଼ି ଦେଇଛ, ତମେ ମାରି ଦେଇଥିଲେ ଟିକେ ସୁବିଧା ହେଇଥାନ୍ତା। ଆଉ ଏବେ ଯଦି ଫ୍ୟୁଚରରେ ତମର କିଛି ଅସୁବିଧା ହୁଏ ସେଥିପାଇଁ ମତେ ଦୋଷ ଦବନି। ଆଉ ମୁଁ ଅଫିସ ଗଲାବେଳେ ଏ ଘଟଣାଟା ଘଟିଛି, ମାନେ ପ୍ରକୃତ ଘଟଣାଟା କ'ଣ ଘଟିଛି ମୋର ମନେ ନାହିଁ, ତେଣୁ କାହାକୁ ତ ଆମେ ପର୍ସନାଲି ଦୋଷ ଦବାନି। କିନ୍ତୁ ଆକ୍ସିଡେଣ୍ଟ ହେଇଛି କି କିଏ ବାଡ଼େଇଛି କି ଲୋକ ବାଡ଼େଇଛନ୍ତି ସେଇଟା କେବଳ ଭଗବାନଙ୍କୁ ବର୍ତ୍ତମାନ ସୁଦ୍ଧା ଜଣା।